ସୁର ତରଙ୍ଗ ସୁର ତରଙ୍ଗର ସଙ୍ଗୀତ କାର୍ଯ୍ୟକ୍ରମ ରାଉରକେଲାରେ ସୁର ତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ ଆସର କାର୍ଯ୍ୟକ୍ରମ ରାଜେଶ ଖାନ୍ନା ସ୍ପେଶିଆଲ ସ୍ଥାନୀୟ ସରୋବରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସୁଧୀର ଅଧିକାରୀ ସୁର ତରଙ୍ଗ ପରିବାର ପକ୍ଷରୁ ମା ଦୁର୍ଗା ଓ ଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସୁର ତରଙ୍ଗର ସଙ୍ଗୀତ କାର୍ଯ୍ୟକ୍ରମ ମାଙ୍କ ବନ୍ଦନାରୁ ଆରମ୍ଭ ପରେ ସୁର ତରଙ୍ଗର ଦିଲ୍ଲୀପ କୁମାର ପରିଡ଼ା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗ ଯାତ୍ରା ଓ ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଶୁଭସ୍ମିତା ଦାସଙ୍କ ଜନ୍ମଦିନ ପାଳନ କରାଯାଇଥିବା ବେଳେ ଶୁଭସ୍ମିତା ଦାସ, ଦିଲ୍ଲୀପ କୁମାର ପରିଡ଼ା, ବିଶ୍ୱଜିତ ଲେଙ୍କା, ଇତି ପଟ୍ଟନାୟକ, ମନୋଜ ସାହା, ଜଗନ୍ନାଥ ସାହୁ, ବିଳାସିନୀ ଅଧିକାରୀ, ରମେଶ ଷଡ଼ଙ୍ଗୀ, ରାଜେନ୍ଦ୍ର ଅଗ୍ରୱାଲ, ଅନିରୁଦ୍ଧ ସାହୁ, ମୀନାକ୍ଷୀ ମହାରଣା, ଡକ୍ଟର ସତ୍ୟନାରାୟଣ ମିଶ୍ର, ବିମଳ ସାହୁ, ସୁଧୀର ଅଧିକାରୀ, ମନୋଜ ମହନ୍ତ, ଲୀନା ସେନାପତି, ଶ୍ରାବଣୀ ମହାନ୍ତି, ନିବେଦିତା ବେହେରା ପ୍ରମୁଖ ରାଜେଶ ଖାନ୍ନାଙ୍କ ଚଳଚ୍ଚିତ୍ରର ସୁନ୍ଦର ସୁନ୍ଦର ଗୀତମାନ ଗାଇଥିଲେ। କାର୍ଯ୍ୟକ୍ରମରେ ଅନିରୁଦ୍ଧ ସାହୁ ଓ ସୁଧୀର ଅଧିକାରୀ ଶ୍ରେଷ୍ଠ ସଙ୍ଗୀତ ଶିଳ୍ପୀ ଭାବେ ସମ୍ମାନିତ ହୋଇଥିଲେ। ଡକ୍ଟର ସତ୍ୟନାରାୟଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।